ମଧୁବନ ଜଙ୍ଗଲରେ ଜଣେ ଜମିଦାର ଚିଲ ରହୁଥିଲା। ତା ଝିଅର ନାଁ ଥିଲା ମିନୁ। ମିନୁ ସେହି ଜଙ୍ଗଲର କାଳୁ କାଉକୁ ବହୁତ ଭଲ ପାଉଥିଲା। କାଳୁ କାଉ ସେହି ଜଙ୍ଗଲରେ ଅଳିଆ ସଫା କରିବା କାମ କରୁଥିଲା। କାଳୁ, ମୁଁ ତମକୁ ବହୁତ ଭଲ ପାଏ। ମୁଁ ବି ତମକୁ ବହୁତ ଭଲ ପାଏ ମିନୁ। ମୁଁ ତମକୁ ଛାଡ଼ି ବଞ୍ଚି ପାରିବିନି କାଳୁ, ହେଲେ ଆମ ବାହାଘର କଥା ଭାବିଲେ ମତେ ବହୁତ ଡର ଲାଗୁଛି। ତମେ ଚିନ୍ତା କରନି, ଆମେ ଦୁଇ ଜଣ ମିଶି ତମ ବାପାଙ୍କୁ କହିବା, ଦେଖିବ ସେ ନିଶ୍ଚିତ ଆମ କଥା ମାନିବେ। ସେମାନେ ଏମିତି କଥା ହେଉଥିଲା ବେଳେ ବଣ୍ଟି ପାରା ଲୁଚି ଲୁଚି ସବୁ କଥା ଶୁଣିଦେଲା। ଆରେ, ଇଏ ତ ଜମିଦାରଙ୍କ ଝିଅ ମିନୁ। ମତେ ଏ କଥା ସବୁ ଜମିଦାରଙ୍କୁ ଜଣାଇବାକୁ ପଡିବ। ଏହା କହି ବଣ୍ଟି ପାରା ଜମିଦାର ଘରକୁ ଯିବାକୁ ଲାଗିଲା। ଆରେ ବଣ୍ଟି, କଥା କଣ? ଏଠିକି କଣ ପାଇଁ ଆସିଛୁ? ବାବୁ, ମୁଁ ଆଜି ଦେଖିଲି ଆପଣଙ୍କ ଝିଅ ମିନୁ ଅଳିଆ ସଫା କରୁଥିବା କାଳୁ କାଉ ସହ ମିଶି ଜଙ୍ଗଲରେ ବୁଲୁଥିଲା। ସେମାନେ କୁଆଡେ ପରସ୍ପରକୁ ଭଲ ପାଉଛନ୍ତି। ଦୁହେଁ ବାହା ହେବେ ବୋଲି କଥା ହେଉଥିଲେ। ନାଇଁ 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 ମ, କଣ ମୋ ଝିଅ ପୁଣି ସେ କାଳୁ କାଉକୁ ବାହା ହେବ? ମୁଁ ଏମିତି କେବେ ବି ହେବାକୁ ଦେବିନି। ସେହି ସମୟରେ ମିନୁ ଆସି ଘରେ ପହଞ୍ଚିଲା। ମିନୁ, ତୁ କୁଆଡେ ଯାଇଥିଲୁ? ବାପା, ମୁଁ ଜଙ୍ଗଲରେ ବୁଲିବାକୁ ଯାଇଥିଲି। ତୁ ମିଛ କହୁଛୁ। ମୁଁ ଜାଣିଛି ତୁ ସେ କାଳୁ କାଉ ସହ ବୁଲିବାକୁ ଯାଇଥିଲୁ। ଆଜିଠାରୁ ତୋର ଜଙ୍ଗଲକୁ ଯିବା ବନ୍ଦ। ତୁ ସବୁଦିନ ଘରେ ରହିବୁ। ଜମିଦାର ଚିଲ ମିନୁକୁ ସବୁଦିନ ପାଇଁ ଘରେ ରଖିଦେଲା। ଆଉ ତାର ବାହାଘର ମିଟୁ ସହ କରିବା ପାଇଁ କହିଲା। ଏହା ଶୁଣି ମିନୁ ଦୁଃଖରେ କାନ୍ଦିବାକୁ ଲାଗିଲା। ଏମିତି କିଛି ଦିନ ପରେ ଦିନେ ରାତିରେ ମିନୁ ଘରୁ ଲୁଚି ଲୁଚି ଜଙ୍ଗଲକୁ ପଳେଇଲା। ମିନୁ ସିଧା ଯାଇ କାଳୁ ପାଖରେ ପହଞ୍ଚିଲା। ଆରେ ମିନୁ, ତମେ ଏଠି? ଏତେ ରାତିରେ ତମେ କେମିତି ଆସିଲ? କାଳୁ, ମୋ ବାପା ମୋର ବାହାଘର ମିଟୁ ସହ ଠିକ କରିଛନ୍ତି। ମୁଁ କିନ୍ତୁ ତମକୁ ଛାଡ଼ି ବଞ୍ଚି ପାରିବିନି। ମୁଁ ଘରୁ ଲୁଚିକି ପଳେଇ ଆସିଛି। ଚାଲ ଆମେ ବାହା ହେଇଯିବା। ହଉ ଠିକ ଅଛି ମିନୁ, ଆମେ କାଲି ସକାଳେ ମନ୍ଦିରରେ ଯାଇ ବାହା ହେଇଯିବା। ତା ପରଦିନ ସକାଳେ କାଳୁ ଆଉ ମିନୁ ଯାଇ ମନ୍ଦିରରେ ବାହା ହେଇଗଲେ। ଏ କଥା ଜଙ୍ଗଲ ସାରା ହାଲ୍ଲା ହେଇଗଲା। ଏ କଥା ଜାଣି ଜମିଦାର ଚିଲ ବହୁତ ରାଗିଗଲା। ଆଉ ତା ଗୁଣ୍ଡା ମାନଙ୍କୁ ଧରି କାଳୁ ପାଖକୁ ଯିବାକୁ ଲାଗିଲା। କାଳୁ, ତୋର ସାହସ କେମିତି ହେଲା ମୋ ଝିଅକୁ ବାହା ହେବା ପାଇଁ? ମୁଁ ମିନୁକୁ ବହୁତ ଭଲ ପାଏ। ମିନୁ ମୋ ସହ ବହୁତ ଖୁସିରେ ରହିବ। ହଇରେ, ତୋର ତ ସାହସ କମ ନୁହଁ। ତୁ ଆମ ବାବୁଙ୍କ କଥାରେ ଜବାବ ଦଉଛୁ? ବାପା, କାଳୁ ଆଜିଠୁ ମୋର ସ୍ୱାମୀ। ତମେ ଆମକୁ ଛାଡ଼ି ଦିଅ। ଆମକୁ ଏକା ରହିବାକୁ ଦିଅ। କଣ? ତୁ ମୋର ବହୁତ ଅପମାନ କରିଛୁ। ମୁଁ ତତେ ଜମାରୁ ଛାଡ଼ିବିନି। ଏହା କହି ଗୁଣ୍ଡାମାନେ କାଳୁକୁ ମାରି ନଈରେ ଫୋପାଡ଼ି ଦେଲେ। ଏହା ଦେଖି ମିନୁ ଜୋରେ ଜୋରେ କାନ୍ଦିବାକୁ ଲାଗିଲା। ମୋ ସ୍ୱାମୀ ତ ମରିଗଲେ, ମୁଁ ଏକା ବଞ୍ଚିକି କଣ କରିବି? ମୁଁ ବି ମରିଯିବି। ମୁଁ ତୁମ ପାଖକୁ ଆସୁଛି କାଳୁ। ଏହା କହି ମିନୁ ସେ ନଈକୁ ଡେଇଁ ମରିଗଲା। ମିନୁ ସିନା ମରିଗଲା, ହେଲେ ତାର ଅତୃପ୍ତ ଆତ୍ମା ସେହି ଜଙ୍ଗଲରେ ଘୁରି ବୁଲିଲା। ଜଙ୍ଗଲରେ ଯେଉଁ ପକ୍ଷୀର ବାହାଘର ହେଉଥିଲା, ମିନୁର ଆତ୍ମା ସେ ପକ୍ଷୀକୁ ମାରି ତା ସବାରିରେ ବସି ଯାଉଥିଲା। ଦିନେ ମଧୁବନ ଜଙ୍ଗଲରେ ରାନୀ କାଉର ବାହାଘର ହେଲା। ବାହାଘର ସରିବା ପରେ ଯେତେବେଳେ ରାନୀ ସବାରିରେ ବସି ଶାଶୁ ଘରକୁ ଯିବାକୁ ବାହାରିଲା, ରାନୀର ମା ତାକୁ କିଛି ଗଙ୍ଗା ଜଳ ଦେଲା। ମା, ତୁ ଏ ଗଙ୍ଗା ଜଳ କଣ ପାଇଁ ଦେଉଛୁ? ମାରେ, ଜଙ୍ଗଲରେ ମିନୁ ଚଢ଼େଇର ଆତ୍ମା ଆଜି ବି ଘୁରି ବୁଲୁଛି। ଜଙ୍ଗଲରେ ଯେଉଁ ଝିଅ ବାହା ହେଇ ସବାରିରେ ଯାଏ, ସେ ଆତ୍ମା ତାକୁ ମାରି ତା ସବାରିରେ ବସିଯାଏ। ତୋର ସୁରକ୍ଷା ପାଇଁ ମୁଁ ତତେ ଏଇ ଗଙ୍ଗା ଜଳ ଦଉଛି। ତାପରେ ରାନୀ ସବାରିରେ ବସି ତା ଶାଶୁ ଘରକୁ ଯିବାକୁ ଲାଗିଲା। ରାନୀର ସବାରି ଜଙ୍ଗଲ ଭିତରେ କିଛି ବାଟ ଯାଇଛି। ବାଟରେ ତା ସବାରି ଅଟକି ଗଲା। ସେତିକି ବେଳେ ଜୋରେ ଜୋରେ ଭୟଙ୍କର ଶବ୍ଦ ହେଲା। ଆଉ ମିନୁର ଆତ୍ମା ସେଠାକୁ ଆସିଲା। ମିନୁର ଆତ୍ମାକୁ ଦେଖି ସବାରି ନେଇ ଯାଉଥିବା ପକ୍ଷୀମାନେ ଡରରେ ସବାରି ଛାଡ଼ି ଦୌଡ଼ିକି ପଳାଇଲେ। ରାନୀ, ତୁ ଆଜି ମରିବୁ। ମୁଁ ତତେ ମାରିଦେବି। ତୁ ମରିଗଲେ ଏହି ସବାରିରେ ମୁଁ ବସିବି।
ମିନୁ, ତୋ ବିଷୟରେ ମୁଁ ସବୁ କଥା ଜାଣିଛି। ତୋ ସହ ବହୁତ ଖରାପ ହେଇଛି, ହେଲେ ତମେ ଆମ ଭଳି ନିରୀହ ପକ୍ଷୀମାନଙ୍କୁ ମାରି କଣ ଲାଭ ପାଉଛ? ମୁଁ ସେ ସବୁ କିଛି ବି ଜାଣିନି। ମୋ ସହ ବହୁତ ଅନ୍ୟାୟ ହେଇଛି। ମୁଁ କାହାକୁ ବି ଛାଡ଼ିବିନି। ଏ ଜଙ୍ଗଲର ସମସ୍ତଙ୍କୁ ମାରିଦେବି। ଏହା କହି ମିନୁର ଆତ୍ମା ଯେମିତି ରାନୀକୁ ମାରିବାକୁ ଆସିଛି, ସେହି ସମୟରେ ରାନୀ ତା ମା ଦେଇଥିବା ଗଙ୍ଗା ଜଳକୁ ମିନୁର ଆତ୍ମା ଉପରେ ଢାଳିଦେଲା। ଗଙ୍ଗା ଜଳ ପଡ଼ିବାରୁ ମିନୁର ଆତ୍ମା ଅଚଳ ହେଇଗଲା। ରାନୀ, ତୁ କିଛି ଠିକ କରିଲୁନି। ମୁଁ ଫେରିବି, ମୁଁ ପୁଣି ଥରେ ଫେରିବି। ଆଉ ଏ ଜଙ୍ଗଲରେ କାହାକୁ ବି ଛାଡ଼ିବିନି। ଏହା କହି ମିନୁର ଆତ୍ମା ଧୂଆଁ ହେଇ ଆକାଶକୁ ଚାଲିଗଲା। ସେହି ଦିନଠାରୁ ଜଙ୍ଗଲର ପକ୍ଷୀମାନେ ଖୁସିରେ ବାହା ହେଇ ରହିଲେ। ମଧୁବନ ଜଙ୍ଗଲରେ ବହୁତ ସାରା ପକ୍ଷୀ ରହୁଥିଲେ। ସେହି ଜଙ୍ଗଲରେ ଗୋଟେ ଡାହାଣୀ ଚିଲ ରହୁଥିଲା। ଡାହାଣୀ ଚିଲ ପିଆଜ ଖାଇବାକୁ ବହୁତ ଭଲ ପାଉଥିଲା। ଆଉ ସେ ରାତିରେ ଘର ଘର ବୁଲି ପିଆଜ ମାଗୁଥିଲା। ଯିଏ ତାକୁ ପିଆଜ ଖାଇବାକୁ ଦେଉଥିଲା, ସେ ତାକୁ ସବୁଦିନ ପାଇଁ ସାଙ୍ଗରେ ନେଇଯାଉଥିଲା। ଦିନେ ରାତିରେ ଡାହାଣୀ ଚିଲ ବଣ୍ଟିପାରା ଘର ପାଖକୁ ଗଲା। ଆଉ ଯାଇ ତା କବାଟ ବାଡ଼େଇଲା। ଆରେ ଲୁସି, କିଏ ଏତେ ରାତିରେ କବାଟ ବାଡ଼ଉଛି? ହଉ ତମେ ଶୁଅ, ମୁଁ ଦେଖୁଛି କିଏ ଆସିଛି। ଲୁସି କବାଟ ଖୋଲି ଦେଖିଲା ଗୋଟେ ଚିଲ ବାହାରେ ଠିଆ ହେଇଛି। ମା, ମତେ କିଛି ଖାଇବାକୁ ଦିଅ, ମୁଁ ବହୁତ ଭୋକରେ ଅଛି। ଆରେ, ଏତେ ରାତିରେ ମୁଁ କଣ ଖାଇବା ପାଇଁ ଦେବି? ମତେ ଗୋଟେ ପିଆଜ ଦେଲେ ମୁଁ ଖାଇକି ପଳେଇବି। ହଉ ରୁହ, ମୁଁ ପିଆଜ ଆଣିକି ଦଉଛି। ତାପରେ ଲୁସି ଘର ଭିତରକୁ ଗଲା ଆଉ ତାକୁ ପିଆଜ ଆଣିକି ଦେଲା। ସେ ତାକୁ ଯେମିତି ପିଆଜ ଦେଇଛି, ସେ ଡାହାଣୀ ନିଜ ଅସଲ ରୂପକୁ ଆସିଲା ହେରି। ଆଉ ତାକୁ ବଶ କରି ନିଜ ପଛେ ପଛେ ନେଇକି ଯିବାକୁ ଲାଗିଲା। ତା ପରଦିନ ସକାଳୁ ବଣ୍ଟିପାରା ଦେଖିଲା ଲୁସି ଘରେ ନାହିଁ। ତାପରେ ସେ ତାକୁ ଜଙ୍ଗଲ ସାରା ଖୋଜିବାକୁ ଲାଗିଲା, କିନ୍ତୁ ତାକୁ କୋଉଠି ବି ପାଇଲା ନାହିଁ। ଶେଷକୁ ସେ ନିରାଶ ହେଇ ପୋଲିସ ପାଖକୁ ଗଲା। ପୋଲିସ ବାବୁ, ମୋ ସ୍ତ୍ରୀ ଲୁସି କାଲି ରାତିରୁ ଘରେ ନାହିଁ। ମତେ ମୋ ସ୍ତ୍ରୀକୁ ଖୋଜିବାରେ ସାହାଯ୍ୟ କର। କାଲି ରାତିରେ କଣ ହେଇଥିଲା ମତେ ଭଲ ଭାବରେ କହ। ପୋଲିସ ବାବୁ, କାଲି ରାତିରେ କେହି ଜଣେ ଆମ କବାଟ ବାଡ଼େଇଲା। ତାପରେ ଲୁସି ଦେଖିବାକୁ ଗଲା କିଏ ଡାକୁଛି। ମୁଁ ସେତିକି ବେଳେ ଶୋଇ ପଡ଼ିଥିଲି। ତାପରେ ମୁଁ ସକାଳୁ ଉଠି ଦେଖିଲି ଲୁସି ଘରେ ନାହିଁ। ସବୁଆଡେ ଲୁସିକୁ ଖୋଜିଲି, କିନ୍ତୁ ଲୁସି କୋଉଠି ବି ମିଳିଲାନି। ହଉ ତୁ ଚିନ୍ତା କରେନି, ମୁଁ ତୋ ସ୍ତ୍ରୀକୁ ଯେମିତି ହେଲେ ଖୋଜିଦେବି। ତାପରେ ପୋଲିସ ଜଙ୍ଗଲ ଭିତରକୁ ଯାଇ ସମସ୍ତଙ୍କୁ ସତର୍କ କରେଇଲା। ଶୁଣ, ଗାଁରେ କେହି ବି ଅଜଣା ପକ୍ଷୀ ଦେଖିଲେ ତାକୁ କିଛି ବି ଖାଇବାକୁ ଦବ ନାହିଁ, କି ତା କଥା କେହି ଶୁଣିବ ନାହିଁ। ପୋଲିସ ଏସବୁ କହିଲା ବେଳେ ଡାହାଣୀ ଚିଲ ଗୋଟେ ଗଛ ଉପରେ ବସି ସବୁ କଥା ଶୁଣୁଥିଲା। ସେ ମନେ ମନେ ଭାବିଲା, ମୁଁ ଯଦି ଚିଲ ରୂପରେ ଗାଁକୁ ଯିବି, ମତେ କେହି ବି ପିଆଜ ଦେବେ ନାହିଁ। ନା, ମତେ କିଛି ନୂଆ ଉପାୟ ଭାବିବାକୁ ପଡ଼ିବ। ତା ପରଦିନ ରାତିରେ ଡାହାଣୀ ଚିଲ ଲୁସିକୁ କହିଲା, ତୁ ଆଜିଠାରୁ ମୋର ଚାକର, ଆଉ ମୁଁ ତୋ ମାଲିକ। ମୁଁ ତତେ ଯାହା କହିବି ତୁ ମୋ ପାଇଁ ସେଇ କାମ କରିବୁ। ଆଜ୍ଞା ମାଲିକ। ତୁ ଆଜି ରାତିରେ ଗାଁକୁ ଯାଇ ମିଟୁ ଘର କବାଟ ବାଡ଼େଇବୁ। ଯିଏ କବାଟ ଖୋଲିବ ତାକୁ ଖାଇବା ପାଇଁ ପିଆଜ ମାଗିବୁ। ଯିଏ ପିଆଜ ଦବ, ପିଆଜ ସହ ତାକୁ ବି ସାଙ୍ଗରେ ନେଇ ମୋ ପାଖକୁ ଆସିବୁ। ରାତିରେ ଲୁସି ମିଟୁ ଘର ପାଖକୁ ଯିବାକୁ ଲାଗେ। ଆରେ, କିଏ ଏତେ ରାତିରେ କବାଟ ବାଡ଼ଉଛି? ଆରେ ମିଟୁ, ମୁଁ ଆସିଛି, ଲୁସି ଭାଉଜ। ତାପରେ ମିଟୁ ଯାଇ କବାଟ ଖୋଲିଲା। ଭାଉଜ ତମେ, କୁହ କଣ କିଛି ଦରକାର ଥିଲା କି? ମତେ ଗୋଟେ ପିଆଜ ଆଣିକି ଦିଅ, ଆମ ଘରେ ପିଆଜ ସରିଯାଇଛି, ରୋଷେଇ କରିବି ବୋଲି ମାଗୁଛି। ହଉ ରୁହ, ମୁଁ ପିଆଜ ଆଣିକି ଦଉଛି। ତାପରେ ମିଟୁ ଘର ଭିତରକୁ ପିଆଜ ଆଣିବାକୁ ଗଲା। ଆଉ ସେ ଯେମିତି ପିଆଜ ଆଣି ତା ହାତକୁ ଦେଇଛି, ଲୁସି ଗୋଟିଏ ଭୟଙ୍କର ଡାହାଣୀ ହେଇଯାଏ।
ଆରେ ଲୁସି ଭାଉଜ ତମେ କୁଆଡେ ଗଲ ଆଉ ତୁ କିଏ? ମୁଁ ଲୁସି ନୁହେଁ, ମୁଁ ହେଉଛି ଡାହାଣୀ ଲୁସି। ମତେ ମୋ ମାଲିକ ପଠେଇଛି। ମୁଁ ଏବେ ପିଆଜ ସହ ତତେ ବି ସାଥିରେ ନେଇକି ଯିବି। ଏହା କହି ଲୁସି ମିଟୁକୁ ବଶ କରି ତା ସାଙ୍ଗରେ ନେଇକି ଗଲା। ଏସବୁ ହେଉଥିଲା ବେଳେ ମିଟୁର ସ୍ତ୍ରୀ ପିଙ୍କି ଘର ଭିତରେ ଲୁଚିକି ଦେଖୁଥିଲା। ତା ପରଦିନ ସକାଳୁ ପିଙ୍କି ଜଙ୍ଗଲର ଶେଷ ଆଡକୁ ଥିବା ତାନ୍ତ୍ରିକ ପେଚା ପାଖକୁ ଗଲା ଆଉ ରାତିରେ ହେଇଥିବା ଘଟଣା ବିଷୟରେ କହିଲା। ବାବା ବାବା, ଆମ ଗାଁକୁ ଗୋଟେ ଡାହାଣୀ ରାତିରେ ଆସି କବାଟ ବାଡେଇ ପିଆଜ ମାଗୁଛି ଆଉ ଯିଏ ତାକୁ ପିଆଜ ଦଉଛି ତାକୁ ସେ ସାଙ୍ଗରେ ନେଇଯାଉଛି। ତୁ ଚିନ୍ତା କରେନି, ମୁଁ ସେ ଡାହାଣୀକୁ ଉଚିତ ଶିକ୍ଷା ଦେବି। ଚାଲେ ଆମେ ଏବେ କାଳୁ କାଉ ଘରକୁ ଯିବା, କାହିଁକି ନା ଆଜି ସେ ରାତିରେ ମିଟୁକୁ ଯେମିତି ହେଲେ କାଳୁ କାଉ ଘରକୁ ପଠେଇବ। ତାପରେ ତାନ୍ତ୍ରିକ ପେଚା ପିଙ୍କିକୁ ନେଇ କାଳୁ କାଉ ଘରକୁ ଗଲା ଆଉ ତାକୁ ସବୁ କଥା କହିଲା। ରାତିରେ ମିଟୁ କାଳୁ ଘର ପାଖକୁ ଆସିଲା ଆଉ ତା କବାଟ ବାଡେଇଲା। କାଳୁ କାଳୁ କବାଟ ଖୋଲେ, ମୁଁ ତ ସାଙ୍ଗ ମିଟୁ। ମତେ ବହୁତ ଜୋରେ ଭୋକ ଲାଗୁଛି। ଘରେ ଯଦି ଗୋଟେ ପିଆଜ ଅଛି ତାହେଲେ ମତେ ଆଣିକି ଦେ। ରାନୀ, ତୁ ପିଆଜ ନେଇକି ଯା, ତାକୁ ଦେବୁ। ସେ ତତେ ସାଙ୍ଗରେ ନେଇକି ଗଲା ବେଳେ ଆମେ ସମସ୍ତେ ଲୁଚି ଲୁଚି ତୋ ପଛରେ ଯିବୁ। ହଉ ଠିକ ଅଛି। ଏହା କହି ରାନୀ ପିଆଜ ନେଇ ବାହାରକୁ ଗଲା ଆଉ ସେ ତାକୁ ଯେମିତି ପିଆଜ ଦେଇଛି ସେ ତାକୁ ବଶୀଭୂତ କରିଦେଲା ଆଉ ତାକୁ ସାଙ୍ଗରେ ନେଇକି ଗଲା। ଚାଲ ଆମେ ତାର ପିଛା କରିବା, ସେ ରାନୀକୁ ନେଇ କୁଆଡେ ଯାଉଛି। ତାପରେ ସେମାନେ ମିଟୁର ପିଛା କରିବାକୁ ଲାଗିଲେ। ପିଛା କରି କରି ସେ ଡାହାଣୀର ଗୁମ୍ଫା ଭିତରେ ପହଞ୍ଚି ଗଲେ। ଆରେ ତମେ ମାନେ ସବୁ ଏଠାକୁ କେମିତି ଆସିଲ? ମୁଁ ତମ ମାନଙ୍କୁ ଛାଡ଼ିବିନି, ସମସ୍ତଙ୍କୁ କଞ୍ଚା ଖାଇଦେବି। ଆରେ ଆମେ ତୋର କିଛି ବି କରିବୁନି, ଆମେ ତୋର ଭଲ ପାଇଁ ଆସିଛୁ। ଆମେ ତତେ ସବୁଦିନ ପିଆଜ ଆଣିକି ଦେବୁ। ଆମେ ଜାଣିଛୁ ତତେ ପିଆଜ ଖାଇବାକୁ ବହୁତ ଭଲ ଲାଗେ। ଏହା ଶୁଣି ଡାହାଣୀ ଚିଲ ବହୁତ ଖୁସି ହେଇଗଲା। ହଉ, ତମେ ମାନେ ସମସ୍ତେ ଆଜିଠୁ ମୋର ଚାକର। ତମେ ମତେ ସବୁଦିନ ପିଆଜ ଆଣିକି ଖାଇବାକୁ ଦବ। ହଉ, ଆମେ କାଲି ତତେ ବହୁତ ସାରା ପିଆଜ ଆଣିକି ଦବୁ, କିନ୍ତୁ ଆଜି ମୁଁ ଗୋଟେ ତୋ ପାଇଁ ପିଆଜ ଆଣିଛି। ନେ ୟାକୁ ଖାଇଦେ। ହଉ ଦିଅ, ମତେ ପିଆଜ ଦିଅ। ପେଚା ତାନ୍ତ୍ରିକ ମନ୍ତ୍ର କରି ଆଣିଥିବା ପିଆଜକୁ ସେ ଡାହାଣୀ ଚିଲକୁ ଖାଇବାକୁ ଦେଲା। ସେ ଯେମିତି ପିଆଜକୁ ଖାଇଛି ସେ ଛଟପଟ ହେବାକୁ ଲାଗିଲା ଆଉ ତା ଦେହରେ ନିଆଁ ଲାଗିଗଲା। ମୋ ସହ ତମେ ମାନେ କିଛି ବି ଠିକ କରିଲନି। ମୁଁ ତମକୁ ଛାଡ଼ିବିନି। ମୁଁ ପୁଣି ଥରେ ଫେରିବି ଆଉ ତମ ମାନଙ୍କୁ କାହାକୁ ବି ଛାଡ଼ିବିନି। ଏହା କହି ଡାହାଣୀ ଚିଲ ଜଳି ପୋଡ଼ି ପାଉଁଶ ହେଇଗଲା। ତାପରେ ଲୁସି, ମିଟୁ ଆଉ ରାନୀ ଆଗ ଭଳି ଠିକ ହେଇଗଲେ ଆଉ ଖୁସି ଖୁସି ଘରକୁ ଫେରିଗଲେ।